प्रसंग पढ़िबा। ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ। आम्भ मानकर प्रसंग हेउछि गीत 145 रो 4। अवश्य सेठारे गुढ़ शब्दरे लिखा अछि किंतु ताहार भावार्थ प्रसंग रे रखा जाइछि। आम्भ मानक दृष्टि रे आश्चर्य सदा प्रभुंकर कार्य। प्रिय ईश्वर लोक माने आम्भे माने गत काली ईश्वर कर्मर 4 गोटी विषय को अध्ययन करियछु। ता सहित आज आमे आउ 6 गोटी विषय को जोग करिबा। परमेश्वर कार्य एते महत् से मनुष्य ताहार तत्व पाई पारे नाही। उपदेशक 3:11 लिखा अछि मनुष्य ताहार तत्व पाई पारिबो नाही। जेहेतु आदि पुस्तक प्रकाशित जाए समुदाय बाइबल रे 3 जनकर कर्मर कथा लिखा अछि। परमेश्वरंकर, द्वितीय रे मनुष्यर, तृतीय रे शैतान। आओ आमे जहा को सुजोग देबा से आम जीवन रे कर्म करिबे। एणु शयतान मध्य जोर जबरदस्ती करे नाही। से सुजोग पाइले से ता काम करिबो। एणु शयतान को स्थान दिया नाही बोली एफिसियो 4:27 रे लिखा गला। परमेश्वर मध्य जोर जबरदस्त करंती नाही। से भी द्वार निकट रे ठिया होइछंती। द्वार खोलिले से भितरे पसिबे काम करिवे। एणु ईश्वर लोक माने आम्भ मानक उपरे रहिला आमे काहाकू काम करिबा को सुजोग देउछु। परमेश्वरंकर कर्म जदि देखिबार अछि आमे सुजोग देबा को पड़िबो। तेबे परमेश्वरंकर कर्म आमे देखिबा आ से कर्म आमे करिबा। परमेश्वरंकर आश्चर्य कर्म बहुत लेखा अछि शास्त्र रे। किंतु मु संक्षिप्त रे 10 गोटी कथा को आपनक सम्मुख रे आज रखिबा को जाउछि। गतकाली 4 कथा को रखा जाइछि। आ प्रथमटी हला परित्राण। जॉन 6:29 रे लेखा अछि ईश्वर को विश्वास करिबा। ईश्वर जहा को प्रेरण करिसंती ताहा को विश्वास करिबा ईश्वर को कार्य। प्रिय ईश्वर लोक माने एहा हला प्रथम कार्य। जने ख्रीष्ट विश्वासी यदि से ईश्वर को विश्वास करू नाही ताहले ईश्वर को कार्य ताठारे हेई नाही। द्वितीय कार्य आमे गतकाली देखिलु जहा छिला क्षमार कार्य। जहन 5 अध्याय 38 वर्षावधि जने रोगी को यीशु क्षमा देले। आ बड़ रोचकर कथा हेउछि सुनंतु से रोगी क्षमा मागी ना। आमे जानो क्षमा मागिले क्षमा दिया जाए किंतु आम परमेश्वर को काम एमती आश्चर्य जे से न मागिले मध्य दया रे से जाची के क्षमा दे दियो।
से 38 ବର୍ଷର ରୋଗୀ ସେ କ୍ଷମା ମାଗି ନାହିଁ, କିନ୍ତୁ ଏହା ସୁସ୍ପଷ୍ଟ ଯେ ସେ ପାପ ହେତୁରୁ ରୋଗୀ ହେଇଅଛି। ଆଉ ଯୀଶୁ ତା ନିକଟକୁ ଯାଇକି ଯାଚିକି ତାକୁ କ୍ଷମା ଦେଲେ। ଉଠ, ଖଟିଆ ଘେନି ଚାଲ କହିଲେ। ଏମିତି ବି କହିନାହାନ୍ତି କଣ କଣ ପାପ କରିଛୁ କହ, ବିଲକୁଲ ନାହିଁ। ଆମେ ଯାଚିକି କ୍ଷମା ଦଉଛୁ ତ? ଯଦି କାହା ସହିତ ମୁହ ଫୁଲା ଫୁଲି ହେଇଗଲା, ଆମେ ଅପେକ୍ଷାରେ ଥାଉଛୁ ସେ ଆଗେ ଆସି କ୍ଷମା ମାଗିଲେ ସିନା ମୁଁ କ୍ଷମା ଦେବି, ସିଏ ଆଗେ ମତେ ଫୋନ କଲେ ସିନା ମୁଁ କଥା ହେବି, ସିଏ ଆଗେ ତୁଣ୍ଡାଇଲେ ସିନା ମୁଁ ତୁଣ୍ଡାଇବି। ଆମେ କେବେ ଈଶ୍ୱରଙ୍କ କର୍ମ ପରି କର୍ମ କରିବା? ଅପବୟ ପୁତ୍ର ଫେରି ଆସିଲା, ପାପ ସ୍ୱୀକାର ନ କରୁଣୁ ବାପା ତାକୁ ଆଲିଙ୍ଗନ କଲା। ଆମେ କେବେ ଶତ୍ରୁକୁ ଆଲିଙ୍ଗନ କରୁଛୁ ସେ ପାପ ସ୍ୱୀକାର ନ କରୁଣୁ? ଆମ ଈଶ୍ୱରଙ୍କ କର୍ମ। କିଏ ସେ ଅପବୟୀ ପୁତ୍ରର ବାପାଙ୍କ ନିଦର୍ଶନ ଅଟନ୍ତି? ଆମ ପ୍ରଭୁ। ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କର କ୍ଷମା କର୍ମ, ଅତି ଆଶ୍ଚର୍ଯ୍ୟ କ୍ଷମା। ଜଣେ ବ୍ୟକ୍ତି କ୍ଷମା ମାଗିବା ଯାଏ ସେ ଅପେକ୍ଷା କରନ୍ତି ନାହିଁ। ହଁ, ଏହା ସତ, ଆମେ ପାପ କ୍ଷମା ମାଗିବା ଦରକାର, କିନ୍ତୁ କେତେକ ଜାଗାରେ ସେ ଆଶ୍ଚର୍ଯ୍ୟ ଭାବରେ କ୍ଷମା ଦେଇଛନ୍ତି। ବ୍ୟଭିଚାର କର୍ମରେ ଧରା ଯାଇଥିବା ସ୍ତ୍ରୀ ବି କ୍ଷମା ମାଗି ନାହିଁ, ଯୀଶୁ ତାକୁ କ୍ଷମା ଦେଇଗଲେ। ସେ ଆସିକି ସରେଣ୍ଡର ହେଇଯାଇଛି। ତାକୁ ଫାରୁସି ମାନେ ପଥର ଫୋପାଡ଼ି ମାରିବା ପାଇଁ ଠିଆ ହେଇଥିଲେ। କି ବିଚିତ୍ର ପ୍ରଭୁଙ୍କର କର୍ମ। ଅଙ୍ଗୁଳିରେ ଲେଖୁ ଲେଖୁ ଲୋକମାନଙ୍କର ହୃଦୟକୁ ଦୋହଲାଇ ପକେଇଲେ। ଜଣେ ହେଲେ ସାହସ କଲା ନାହିଁ ପଥର ଫୋପାଡ଼ିବା ପାଇଁ। ମୁଖ ନ ଖୋଲିକି ଲୋକମାନଙ୍କ ହୃଦୟରେ ଆଘାତ କଲେ ଆମ ପ୍ରଭୁ। ଏ ହେଉଛି ଈଶ୍ୱରଙ୍କର କର୍ମ। ଜଣେ ହେଲେ ସାହସ କଲା ନାହିଁ ପଥର ଫୋପାଡ଼ିବା ପାଇଁ, ଜଣେ ହେଲେ ନିଜକୁ ଧାର୍ମିକ ବୋଲି ଦେଖି ପାରିଲା ନାହିଁ। ଏ ହେଉଛି ଈଶ୍ୱରଙ୍କ କର୍ମ। ଆମେ ଅନେକ ସମୟରେ ନିଜ ପାପ ଲୁଚାଇକି ଧାର୍ମିକ ଦେଖାଯିବାର ଖୁବ ଅଭିନୟ କରୁଛୁ। ଯୀଶୁ ସେଠାରେ ଲମ୍ବା ପ୍ରଚାର କରିନାହାନ୍ତି। ଆମେ କେତେ ଲମ୍ବା ପ୍ରଚାର କଲେ କଣ ହେବ ଯଦି ପ୍ରଭୁ କାମ କରୁନାହାନ୍ତି? ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯୀଶୁ ଗୋଟିଏ ଶବ୍ଦ କହିଲେ, ତୁମମାନଙ୍କ ମଧ୍ୟରୁ କିଏ ଯିଏ ପାପ କରିନାହିଁ ମାର, କ୍ଷମା ଦିଅ ବୋଲି ଯୀଶୁ କହୁନାହାନ୍ତି। କି ବିଚିତ୍ର କଥା ଯୀଶୁଙ୍କର। ହେଲା ହେଲା, ଯାହା ବି ହେଲା ହେଲା, ମୁଁ କହୁଛି, ମୁଁ ମିଡିଏଟର ହଉଛି, ମୁଁ ମଧ୍ୟସ୍ଥ ହଉଛି, କ୍ଷମା ଦେଇଦିଅ। ନାଇଁ, ତାଙ୍କ କର୍ମ ଆଶ୍ଚର୍ଯ୍ୟ। ମାର। ପ୍ରଭୁଙ୍କ ଲୋକମାନେ ମାରିବା ପାଇଁ ସ୍ୱାଗତ କରିକି ସେ ଉଲ୍ଟା ମାରି ପକାଉଛନ୍ତି ହୃଦୟରେ। ଜଣେ ହେଲେ ଠିଆ ହେଇପାରିଲେ ନାହିଁ ଯୀଶୁଙ୍କର ସାମ୍ନାରେ। ଆମ ପ୍ରଭୁଙ୍କ କାମ ଏମିତି, ସେ କାହାକୁ ହାତ ଗୋଡ ଧରନ୍ତି ନାହିଁ। ସେ ମାଟିରେ ଲେଖୁ ଲେଖୁ ହୃଦୟକୁ ବିଦୀର୍ଣ୍ଣ କରି ପକାଇଲେ। ଜଣେ ହେଲେ ଠିଆ ହେଲା ନାହିଁ। ଯୀଶୁ ସେ ସ୍ତ୍ରୀକୁ ବି କହିନାହାନ୍ତି କଣ କଣ କରିଛୁ ମତେ ପାପ ସ୍ୱୀକାର କର। ଆମ ଲୋକମାନେ ସାଙ୍ଗେ କହିଥାନ୍ତେ କଣ କଣ କରିଛୁ କହ। ଯୀଶୁ ତାକୁ ବି କହିନାହାନ୍ତି। ଯାଚିକି କ୍ଷମା ଦେଲେ। ଯଦି ସେ ଜାଗାରେ କେହି ଯଦି ସେ ସ୍ତ୍ରୀକୁ ପଥର ମାରିବାର ଯୋଗ୍ୟ ଥିଲେ, ଆମ ପ୍ରଭୁ ଯୋଗ୍ୟ ଥିଲେ। ସେ ପଥର ନ ମାରିକି ସେ ସ୍ତ୍ରୀର ମୁଖରୁ ମଧ୍ୟ ପାପ ସ୍ୱୀକାରର ଅପେକ୍ଷା ନ କରିକି ସେ ଦୟାରେ ଯାଚିକି କ୍ଷମା ଦେଲେ। ମୁଁ କହିବା ପାଇଁ ଚାହେଁ, ଆପଣ ଯାହା ସହିତ ଶତ୍ରୁତା ରଖିଛନ୍ତି, ଏମିତି କେତେ ଲୋକ ଅଛନ୍ତି ଯାଚିକି କ୍ଷମା ଦଉଛନ୍ତି। ସେ ମତେ ଆସି ଆଗରେ ଗୋଡରେ ପଡୁଛେ,
ତାରପରେ ଦେଖିବା ପ୍ରଭୁଙ୍କ ଲୋକମାନେ ଏହା ଈଶ୍ୱରଙ୍କର କର୍ମ ନାହିଁ। 50 ବର୍ଷର ଜୋବେଲ 101 ବର୍ଷର ମଣ୍ଡଳୀ ଆମର ଆମେ ଯାଚିକି କ୍ଷମା ଦେବାର ଯଦି ଶିଖିଛୁ ଈଶ୍ୱରଙ୍କ କର୍ମ ଆମେ ବି କରୁଛୁ। କେତେ ଜଣ ଆମେ ଯାଚିକି କ୍ଷମା ଦଉଛୁ? ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଯୀଶୁ ନିଜେ ଗଲେ ସେ ପକ୍ଷାଘାତ ରୋଗୀ ପାଖକୁ। ଆଜି ଆପଣ ବି ଯାଆନ୍ତୁ ଜଣକୁ କ୍ଷମା ଦେବା ପାଇଁ ଯାହା ସହିତ ଆପଣଙ୍କର ଶତ୍ରୁତା ଅଛି। ନିଜେ ଯାଇକି ତାର ହାଲଚାଲ ପଚାରିଲେ ଆଉ ତାହାକୁ କହିଲେ ଉଠ ଖଟିଆ ଘେନିକି ଚାଲ। ସେ ଚାଲିବାକୁ ଲାଗିଲା। ତାର ପାପ କ୍ଷମା ହେଇଗଲା। ତାକୁ ୱାର୍ଣ୍ଣିଂ ବି ଦେଲେ ଆଉ ପାପ କର ନାହିଁ। ତାପରେ 5:17 ଯେତେବେଳେ ବିରୋଧ ହେଲା ତାଡନା ହେଲା ଯୀଶୁ କହିଲେ ମୋ ପିତା ବି ଏମିତି କାମ କରୁଛନ୍ତି ମୁଁ ବି ଏମିତି କାମ କରୁଛି। ଏହା ଈଶ୍ୱରଙ୍କର ଦ୍ୱିତୀୟ କର୍ମ ଆମେ ଗତକାଲି ଦେଖିଥିଲୁ। ତୃତୀୟ କର୍ମ ଆମ ପରମେଶ୍ୱର କ୍ଷମା ଦେବା ସହିତ ସୁରକ୍ଷାର କର୍ମ ବି କରନ୍ତି। ଗଣନା 23:23 ପରମେଶ୍ୱରଙ୍କର କର୍ମ ଏହି ପ୍ରକାରର ବୋଲି ଲେଖା ଅଛି ଯେ କୌଣସି ମନ୍ତ୍ର କୌଣସି ଗଣକଥା ଇସ୍ରାଏଲ ବିରୁଦ୍ଧରେ ସାର୍ଥକ ହେବ ନାହିଁ। ପରମେଶ୍ୱର ସୁରକ୍ଷା ଦିଅନ୍ତି। ଖାଲି ଟିକେ ପଢି ଦିଅନ୍ତୁ। ନିତାନ୍ତ ଯାକୁବ ପାଇଁ କୌଣସି ଗଣକଥା ନାହିଁ କିମ୍ବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ। ଏହି କ୍ଷଣି ଯାକୁବ ବିଷୟରେ ଓ ଇସ୍ରାଏଲ ବିଷୟରେ କୁହାଯିବ ପରମେଶ୍ୱର କି କର୍ମ କରିଅଛନ୍ତି। ପରମେଶ୍ୱର କର୍ମ କରିଛନ୍ତି। ମିଶରର ଉଦ୍ଧାରର କର୍ମ। ମେଷ ଶାବକର ରକ୍ତରେ ସେମାନେ ମୁକ୍ତ ହେଲେ, ମୃତ୍ୟୁରୁ ରକ୍ଷା ପାଇଲେ। ଶୁଣନ୍ତୁ ସଂହାରକ ଦୂତ ଯେତେବେଳେ ପ୍ରତି ଘରର ପ୍ରଥମ ଜାତକୁ ସଂହାର କଲା ବେଳେ ମେଷ ଶାବକଙ୍କ ରକ୍ତ ଯାହାର ଦ୍ୱାର ବାଜୁବନ୍ଦ କପାଳିରେ ଲାଗିଥିଲା ସେମାନେ ହିଁ ରକ୍ଷା ପାଇଛନ୍ତି। ଯେଉଁମାନେ ମୃତ୍ୟୁରୁ ରକ୍ଷା ପାଇଛନ୍ତି ସେମାନଙ୍କୁ କି ଆଜ୍ଞା ମନ୍ତ୍ର ଦ୍ୱାରା ମୃତ୍ୟୁ ଆସିବ? ଏହା ହଉଛି ପ୍ରଭୁଙ୍କର କର୍ମ। ମୁଁ କହିବା ପାଇଁ ଚାହେଁ ଖ୍ରୀଷ୍ଟିଆନ ହେଲେ ଯଥେଷ୍ଟ ନାହିଁ, ସଭାରେ ଆସିକି ବସିଲେ ବି ଯଥେଷ୍ଟ ନାହିଁ। ଆପଣ ଈଶ୍ୱରଙ୍କର ମେଷ ଶାବକଙ୍କ ରକ୍ତ ଦ୍ୱାରା ନିଜ ହୃଦୟ ଧୌତ କରିଛନ୍ତି କି? ରକ୍ତର ମୁଦ୍ରାଙ୍କରେ ମୁଦ୍ରାଙ୍କ ହୋଇଛନ୍ତି କି? ରକ୍ତ ଦ୍ୱାରା କିଣା ଯାଇଛନ୍ତି କି? ରକ୍ତ ଦ୍ୱାରା ନୂତନ ଜୀବନ ପାଇଛନ୍ତି କି? ଯଦି ପାଇଛନ୍ତି ଈଶ୍ୱରଙ୍କ କର୍ମ ଆପଣଙ୍କ ଜୀବନରେ ହୋଇଅଛି। ଆପଣଙ୍କୁ କୌଣସି ଗୁଣି ଗାରିଡି ତନ୍ତ୍ର ମନ୍ତ୍ର ଅନ୍ଧକାର ଶକ୍ତି ଆକ୍ରମଣ କରିପାରିବ ନାହିଁ। ଏହା ତୃତୀୟ କର୍ମ। ଚତୁର୍ଥ ପରମେଶ୍ୱର ମହିମାର କର୍ମ କରିବା ପାଇଁ କାହା କାହାକୁ ଦୁଃଖ କଷ୍ଟ ରୋଗରେ ପକେଇଥାନ୍ତି। ବାହାର କରନ୍ତୁ 9:1-4 ଟିକେ ପଢି ଦିଅନ୍ତୁ। ମାଇକ୍ ରେ ପଢ ବାବୁ। ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ। ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା, ନିଜେ ନା ଏହାର ବାପା ମା? ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ବାପା ମା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ ଏ ନିମନ୍ତେ ଏହା ଘଟିଅଛି। ଶୁଣନ୍ତୁ ପ୍ରଭୁ ତାହାକୁ ଅନ୍ଧ ହେଇକି ଜନ୍ମ ହେବାକୁ ଦେଲେ। ସେ ଜନ୍ମ ହେଲା ଅନ୍ଧ ହେଇକି ଶିଶୁ କାଳ ବିତାଇଲା, ଅନ୍ଧ ହେଇକି କିଶୋରାବସ୍ଥାକୁ ଆସିଲା, ଅନ୍ଧ ହେଇକି ସେ ବଢିଲା। କେତେ କଷ୍ଟ ହେଇଥିବ। ଚାଲୁ ଚାଲୁ ଛୁଞ୍ଚେଇ ପଡିଛି। ଖାଇବା ପିଇବା ଶୋଇବା ବସିବା ଉଠିବା ସବୁ କାମରେ କଷ୍ଟ ଦେଖିଛି ସିଏ। କିନ୍ତୁ ଗୋଟେ ସମୟ ଆସିଲା ଈଶ୍ୱରଙ୍କ କର୍ମ ତା ଠାରେ ପ୍ରକାଶିତ ହେବା ପାଇଁ ସେ ଅନ୍ଧ ହେଇଛି ଜଣା ପଡିଲା। ପ୍ରଭୁଙ୍କ ଲୋକମାନେ ପରମେଶ୍ୱରଙ୍କର କର୍ମ
ଅନ୍ଧକୁ ଦୃଷ୍ଟି ଦିଏ ତାହା ବଡ କଥା ନାହିଁ। ସେଠାରେ ଅତି ଭୟଙ୍କର କଥା ହଉଛି, ଶୁଣନ୍ତୁ, ଈଶ୍ୱରଙ୍କର ମହିମା ପ୍ରକାଶିତ ହେଲା, ଆଉ ସେ ଲୋକ ଜନ୍ମରୁ ଅନ୍ଧ ହେବା ହେତୁରୁ ଯେତେ କଷ୍ଟ ସହିଥିଲା, ବିଚାର ଦିନରେ ସେ ସବୁ କଷ୍ଟର ପୁରସ୍କାର ସେ ପାଇବ। ଯେହେତୁ ପ୍ରଭୁଙ୍କ କର୍ମ ପ୍ରକାଶିତ ହେବା ପାଇଁ ସେ ଅନ୍ଧ ହେଇକି କଷ୍ଟ ସହ କରିଥିଲା। ଏହା ଈଶ୍ୱରଙ୍କର କର୍ମ। ପ୍ରଭୁଙ୍କ ଲୋକମାନେ ଆମେ 4 ଗୋଟି କର୍ମକୁ ଗତକାଲି ଦେଖିଥିଲୁ। ଆଜି ବାକି 6 ଗୋଟି ବିଷୟକୁ ଆମେ ସଂକ୍ଷିପ୍ତ ଭାବରେ ଦେଖିବା। ଚାଲନ୍ତୁ ଯିବା ପଞ୍ଚମ କର୍ମ। ଆମ ପରମେଶ୍ୱର ଅନ୍ତରରେ କାର୍ଯ୍ୟ କରନ୍ତି। ବାହାର କରନ୍ତୁ ଫିଲିପିୟ ମଣ୍ଡଳୀକୁ ପାଉଲଙ୍କର ପତ୍ର ତାର 2 ଅଧ୍ୟାୟର 13 ପଦ। କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଂକଳ୍ପର ସାଫଲ୍ୟ ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି। ଆମ ପରମେଶ୍ୱର ଏହି ପ୍ରକାରରେ ଯେ ସେ ପୁଣି ଜଣେ ବିଶ୍ୱାସୀକୁ ଇଚ୍ଛା କରିବାକୁ ବି କାମ କରନ୍ତି, ଆଉ ସେ ଇଚ୍ଛା ସଫଳ କରିବା ପାଇଁ ବି ସେ ହିଁ କାମ କରନ୍ତି। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, କି ପ୍ରକାର ଇଚ୍ଛା 12 ପଦରେ ଲେଖା ଅଛି, ପଢନ୍ତୁ। ଅତଏବ ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ସାକ୍ଷାତରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର। ଲେଖା ଅଛି ଫିଲିପିୟ ମଣ୍ଡଳୀର ଲୋକମାନେ ସେମାନେ ଈଶ୍ୱରଙ୍କର ଆଜ୍ଞାବହ ଥିଲେ। ଆଉ ପ୍ରଭୁଙ୍କ ଲୋକମାନେ ପାଉଲ କହୁଛନ୍ତି ତୁମେ ମାନେ ମୋ ସାକ୍ଷାତରେ ଆଜ୍ଞାବହ ଥିଲ, କିନ୍ତୁ ମୋ ଅସାକ୍ଷାତରେ ମଧ୍ୟ ଆଜ୍ଞାବହ ହେଇକି ରୁହ। ଯେହେତୁ ଇଚ୍ଛା କରିବାକୁ ଆଉ ସାଧନ କରିବାକୁ ପରମେଶ୍ୱର ଅନ୍ତରରେ କାର୍ଯ୍ୟ କରନ୍ତି। କି ପ୍ରକାରର ଇଚ୍ଛା? ପ୍ରଭୁଙ୍କ ଲୋକମାନେ ବାକ୍ୟ ମାନିବାର ଇଚ୍ଛା, ଏ ଇଚ୍ଛା ପରମେଶ୍ୱର ଦିଅନ୍ତି। ଯଦି ଆପଣଙ୍କୁ ଆତ୍ମିକ ଇଚ୍ଛା ହେଉଛି, ମନେ ରଖନ୍ତୁ ସେ ଇଚ୍ଛା ପ୍ରଭୁ ଦେଉଛନ୍ତି। ଯଦି ଆପଣଙ୍କୁ ବାଇବଲ ପଢିବାର ଇଚ୍ଛା ହୁଏ, ଏ ଇଚ୍ଛା ପ୍ରଭୁ ଦିଅନ୍ତି। ଯଦି ଆପଣଙ୍କୁ ପ୍ରାର୍ଥନା କରିବା ପାଇଁ, ଆଣ୍ଠୁ ଭାଙ୍ଗିବା ପାଇଁ, ଉପବାସ କରିବା ପାଇଁ, ବାକ୍ୟ ମାନିବା ପାଇଁ, ସେବା କରିବା ପାଇଁ, ପ୍ରଭୁଙ୍କ ନିମନ୍ତେ ବଞ୍ଚିବା ପାଇଁ ଯଦି ଆପଣଙ୍କୁ ଇଚ୍ଛା ହେଉଛି, ଏ ଇଚ୍ଛା ଆକସ୍ମିକ ନୁହେଁ, ସେ ଅନ୍ତରରେ କାର୍ଯ୍ୟ କରନ୍ତି ଆଉ ସେ ଇଚ୍ଛା ଦିଅନ୍ତି। ପ୍ରଭୁଙ୍କ ଲୋକମାନେ ମନୁଷ୍ୟର ମନ ଭିତରେ ଇଚ୍ଛା ଜନ୍ମାଇବାର କାମ। କେଉଁ ପ୍ରକାର ଇଚ୍ଛା? ଆତ୍ମିକ ଇଚ୍ଛା, ଆଜ୍ଞାବହ ହେବାର ଇଚ୍ଛା, ଆଧ୍ୟାତ୍ମିକ ସେବା କରିବାର ଇଚ୍ଛା ପରମେଶ୍ୱର ଦିଅନ୍ତି। ଖାଲି ଇଚ୍ଛା ଦିଅନ୍ତି ନାହିଁ। ଆମେ ପଢିଛୁ ଆତ୍ମା ଇଚ୍ଛୁକ, କିନ୍ତୁ ସେ ଆତ୍ମାରେ ଇଚ୍ଛା ବି ଦିଅନ୍ତି, ଆଉ ଲେଖା ଅଛି ସଫଳ କରିବା ପାଇଁ ଶକ୍ତି ବି ଦିଅନ୍ତି। ସେ ପଦକୁ ଆଉ ଥରେ ପଢନ୍ତୁ, ଫିଲିପିୟ 2:13। କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଂକଳ୍ପର ସାଫଲ୍ୟ ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି। ଇଚ୍ଛା କରିବାକୁ କାମ କରନ୍ତି, ଆଉ ସେ ଇଚ୍ଛା ସାଧିତ କରିବା ପାଇଁ ବି ସେ କାମ କରନ୍ତି। ଆଉ ସେଥିରେ କଣ ହେବ ଶୁଣନ୍ତୁ, ଲେଖା ଅଛି ତାଙ୍କର ମଙ୍ଗଳମୟ ସଂକଳ୍ପ। ତାମାନେ ପ୍ରଭୁଙ୍କ ଲୋକମାନେ ଯଦି ପରମେଶ୍ୱର କାହା ଜୀବନକୁ ନେଇ କୌଣସି ସଂକଳ୍ପ ରଖିଛନ୍ତି, ସେ ସଂକଳ୍ପ ପୂରଣ କରିବା ପାଇଁ ସେ ଇଚ୍ଛା ବି ଦିଅନ୍ତି ଅନ୍ତରରେ, ଆଉ ସାଧନ କରିବା ପାଇଁ ବି ସେ କାର୍ଯ୍ୟ କରନ୍ତି।
एणु जदि आमे बालक हेइछु प्रचारक हेइछु आमे प्रार्थना करूछु आंठु भांगुछु प्रचार करूछु वाक्य कहूछु उपासना करूछु आत्मा लाभ करूछु प्रभु सुनंतु 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 प्रभु को लोक माने मु कहिबा पई चाहे परमेश्वर तांकर मंगलमय संकल्प आपणक जीवन रे सफल करिबा पई से अंतर रे इच्छा देकी कार्य करूछन्ते ए आमर आत्म बड़ीमार विषय नाही मो प्रचार करि पारुछि मो आत्मा लाभ करि पारुछि मो जने डायरेक्टर हेई पारिछि मो जने बिशप हेई पारिछि आदो नुहे तांकर मंगलमय संकल्प को पूरा करिबा पाई से आम अंतर रे काम करिकी पुणी आम अंतर रे ताहाकु साधन करिबा पाई कार्य करछि कि आश्चर्य प्रभुकर कर्म आमको पुणी से इच्छा भी देबे आउ इच्छा को साधन करिबा पाई सहाय्य भी करिवे आमको व्यवहार भी करिवे और विचार दिन रे पुरस्कार भी सेई देबे ए होछि ईश्वरकर कर्म फिलिपियो 1:6 पढନ୍ତୁ कारण जे तुमମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ जेतु से आरंभ करिसंती एणु से ही ताहाको साधन करिकी सिद्ध करंती प्रभु को लोक माने एथिरे आपण हालका होंतु नाही से तो मते इच्छा देले सिना मु प्रार्थना करिवि से इच्छा दियंती आमे बेले बेले तांको इच्छा को अवहेला करू से आम मनरे प्रेरणा दियंती प्रवृत्ति दियंती इच्छा सम्मान जदि आमे तांको प्रति आउछिबा नाही तांकर साहाय्य लोड़ीबा नाही प्रभु को लोक माने से इच्छा देले हैं जदि आमे पछ गुचा होइछबा तांको कार्य रे बाधा जन्मा एनु सावधान हेउ परमेश्वर जदि इच्छा दउछंती अंतर रे कार्य करूछंती आमे समर्पित होई तांकर बाध्य हेउ से अंतर रे कार्य करंती आज्ञा बह हेबा भाई ते प्रश्न उठुछि जदि आमे आज्ञा बह होई नाहु सुनंदु ताहेले परमेश्वर आम अंतर रे कार्य करू नाहंती चले माइक दे दे बाकी गुटे बोलो यीशु महाराज की बोलो यीशु मसीह की बोलो यीशु प्रभु की अंतर रे परमेश्वर काम कले जाईकी जणे आज्ञा बह हेबो एटा को टिके ओलटा कर दियंतो जदि आमे अनाज्ञा बह हेउछु ताहले अंतर रे किए कार्य करूछंती शैतान शैतान यार यथार्थ प्रमाण अछि एफेसियो 2 अध्याय रो 1 2 3 पढो ଏହି ସଂସାରର ଭାବ ଅନୁସାରେ ପୁଣି ଆକାଶମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଆତ୍ମା ଏବେ ହିଁ ଅନାଜ୍ଞାବହ ସନ୍ତାନମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି ତାହାର ଇଚ୍ଛା ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ ଯଦି ଆମେ ଆଜ୍ଞାବହ ହେଇ ପାରିଛୁ ତାହେଲେ ଈଶ୍ୱରଙ୍କ ଆତ୍ମା ଅନ୍ତରରେ କାର୍ଯ୍ୟ କରୁଛନ୍ତି परमेश्वर कार्य करुछंती आउ जदि आमे आज्ञाबह होई पारिनाहु शैतान काम करुछ आपण समीक्षा करिकि देखंतु आपणक ठारे ईश्वर काम करुछंती ना शैतान बाइबल धरिकि आसीबा यथेष्ट नाही बाइबल धरिकि ठिया हेबा यथेष्ट नाही प्रभु को सेवा को बोली बोलाइबा यथेष्ट नाही ये सब हेई पारिबो जदि आमे गोटिए 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 वाक्यर आज्ञाबह हेउछु ताहले परमेश्वर अंतर रे काम करूछंती मो प्रश्न पछे रखिबी हमर केते जुबा माने कहिबे मो यौवनर अभिलाषर पलायन करूछि हमर केते लोक कहिबे
ମୁଁ ଚକ୍ଷୁର ଅଭିଳାଷରୁ ପଳାୟନ କରୁଛି। ଆମେ କେତେ ଜଣ କହିପାରିବା ମୁଁ ଈଶ୍ୱରଙ୍କ ବାକ୍ୟ ପାଳନ କରୁଛି? ପ୍ରଭୁଙ୍କ ଲୋକମାନେ ଯଦି ଆମେ କରୁନାହୁଁ, ଶୁଣନ୍ତୁ, ଆମେ 101 ବର୍ଷର ଖ୍ରୀଷ୍ଟିଆନ ହେଉ କି ଆମେ ଗୋଲ୍ଡେନ ଜୁବଲିର ଖ୍ରୀଷ୍ଟିଆନ ହେଉ, ଶୟତାନ କାମ କରୁଛି। ଆମର ସବୁ ଆଡ଼ମ୍ବର ବୃଥା ଅଟେ। ଏଣୁ ଈଶ୍ୱରଙ୍କ କର୍ମ ଆମ ଭିତରେ ହେବା ପାଇଁ ସୁଯୋଗ ଦିଅନ୍ତୁ। ତାଙ୍କୁ ଯଦି ଆମେ ସୁଯୋଗ ଦେବା, ସେ ଆମ ଅନ୍ତରରେ କାର୍ଯ୍ୟ କରିବେ। ସେ ଦ୍ୱାର ପାଖରେ ଆଘାତ କରୁଛନ୍ତି, ଫିଟାଇଲେ ସିନା ସେ ଭିତରେ ପଶିବେ। ଏହା ହେଲା ପଞ୍ଚମ କର୍ମ। ଷଷ୍ଠ କର୍ମ ହେଉଛି ସେ ଆନନ୍ଦ ଜନ୍ମାଇବାର କର୍ମ କରନ୍ତି। ପଢନ୍ତୁ ଗୀତ ସଂହିତା 92 ଗୀତର 4 ପଦ। ଯେହେତୁ ହେ ସଦାପ୍ରଭୁ ଆନନ୍ଦିତ କରିଅଛ, ଯେହେତୁ ହେ ସଦାପ୍ରଭୁ ତୁମ୍ଭେ ନିଜ କର୍ମରେ ମତେ ଆନନ୍ଦିତ କରିଅଛ, ମୁଁ ତୁମ୍ଭର ହସ୍ତକୃତ କର୍ମରେ ଜୟଧ୍ୱନି କରିବି। ପରମେଶ୍ୱର ଆନନ୍ଦର କର୍ମ କରନ୍ତି। ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ବାଇବଲରେ ଆମେ ଦେଖୁ ଯେତେବେଳେ ସେ ଜଣକୁ ପ୍ରସନ୍ନ ହୁଅନ୍ତି, ତା ଜୀବନରେ ସେ ଆନନ୍ଦର କର୍ମ କରନ୍ତି। ସମସ୍ତଙ୍କ ପାଇଁ ସେ ଆନନ୍ଦର କର୍ମ କରିନାହାନ୍ତି। ଆନନ୍ଦର କର୍ମ, ଆମ ପରମେଶ୍ୱରଙ୍କର କର୍ମ ଆନନ୍ଦର କର୍ମ କେତେବେଳେ ହେବ? ଜଣକ ଜୀବନରେ ପ୍ରଭୁ ଦୁଃଖର କର୍ମ କରିଥିଲେ, ତାର ଗର୍ଭ ରୁଦ୍ଧ କରିଦେଇଥିଲେ, କାନ୍ଦୁଛି ସିଏ। ଲେଖା ଅଛି ସଦା ପ୍ରଭୁ ଗର୍ଭ ରୁଦ୍ଧ କରିଥିଲେ। ସେ ଖାଇବାକୁ ଚାହୁଁନାହିଁ, ସେ କେବଳ ରୋଦନ କରୁଛି, ସେ ସନ୍ତୁଷ୍ଟ ହଉନାହିଁ। କିନ୍ତୁ ଯେତେବେଳେ ସେ ସଦା ପ୍ରଭୁଙ୍କ ଗୃହକୁ ଗଲା, ଯେତେବେଳେ ସେ ରୋଦନ କଲା, ସେତେବେଳେ ପରମେଶ୍ୱର ତାର ଦୁଃଖକୁ ଆନନ୍ଦରେ ପରିଣତ କଲେ। ମୁଁ କହିବା ପାଇଁ ଚାହେଁ, ପରମେଶ୍ୱରଙ୍କର ଆନନ୍ଦର କର୍ମ ଦେଖିବା ପାଇଁ ଚାହୁଁଛନ୍ତି, ହାନ୍ନା ଯେମିତି ରୋଦନ କରି ପ୍ରାର୍ଥନା କଲା, ସେମିତି ପ୍ରାର୍ଥନା କରନ୍ତୁ। ପଢନ୍ତୁ ସାମୁଏଲ 2:1 ପ୍ରଥମ ସାମୁଏଲ। ପୁଣି ହାନ୍ନା ପ୍ରାର୍ଥନା କରି କହିଲା, ମୋହର ଅନ୍ତଃକରଣ ସଦାପ୍ରଭୁଙ୍କ ଠାରେ ମହା ଉଲ୍ଲାସ କରୁଅଛି। ସଦାପ୍ରଭୁଙ୍କ ଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି। ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଫିଟିଅଛି, ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ। ପରମେଶ୍ୱର ପୁଣି ପରିତ୍ରାଣର ଆନନ୍ଦ ଦେଲେ। କି ପ୍ରକାର ପରିତ୍ରାଣ? କାହା? ଦୁଃଖରୁ ମୁକ୍ତି। ପାପରୁ ପରିତ୍ରାଣ ନାହିଁ, ତାହା ଦୁଃଖରୁ ମୁକ୍ତି ହେବାର ପରିତ୍ରାଣ। ଈଶ୍ୱରଙ୍କ ଲୋକମାନେ ଗର୍ଭ ରୁଦ୍ଧ ହୋଇଥିଲା, ଆଉ ପରମେଶ୍ୱରଙ୍କ ସମ୍ମୁଖରେ ଅଶ୍ରୁ ସହକାରେ କ୍ରନ୍ଦନ କରନ୍ତେ ପରମେଶ୍ୱର କର୍ମ କଲେ, ତାର ଦୁଃଖ ଆନନ୍ଦରେ ପରିଣତ ହେଲା। ଏଣୁ ମୁଁ କହିବା ପାଇଁ ଚାହେଁ, ଆପଣ ଯଦି ଆନନ୍ଦର କର୍ମ ଦେଖିବା ପାଇଁ ଚାହାନ୍ତି, ଅଶ୍ରୁ ସହକାରେ ଆଣ୍ଠେଇବା ଆରମ୍ଭ କରନ୍ତୁ। ଆମେ ଆନନ୍ଦ ବୋଲି କହିଲେ ଜଣେ ଗୀତ ଗାଇବ, ଆମେ ବଜେଇକି ନାଚିବୁ, ଏଇଟାକୁ ଆନନ୍ଦ ବୋଲି ଭାବୁଛୁ। ନାଚିବା ମନା ନାହିଁ, କିନ୍ତୁ କେମିତି ନାଚିବା? ଈଶ୍ୱରଙ୍କ ଲୋକମାନେ, ମୁଁ ଦେଖୁଛି ଆମ ପିଲାମାନଙ୍କୁ ସଭା ସରିଲା ପରେ ନାଚିବା ପାଇଁ ଭାରି ଖୁସି। ନାଚନ୍ତୁ, ମନା ନାହିଁ। କାହିଁକି? ଦାଉଦ ନାଚୁଥିଲେ ବୋଲି ଆମେ ତାଙ୍କୁ ପାଳିଆ ଧରୁଛୁ। ଯେ ବାକ୍ୟ ଭୁଲି ନ ଗଲା ପରି ନାଚନ୍ତୁ। ଯୋଉ ଗାମ୍ଭୀର୍ଯ୍ୟ ବାକ୍ୟ ହେଇଥିବ, ଯାହା ହୃଦୟ ଭିତରେ ଆଘାତ କରିଥିବ, ସେ ସବୁ ବାକ୍ୟ ନ ଉଡିଲା ପରି ନାଚ ହେବା ଉଚିତ। ପୁରା ଫିଲ୍ମି ଷ୍ଟେପ ମାରୁଛନ୍ତି ଭେଣ୍ଡିଆ ମାନେ, ବିସର୍ଜନ ବେଳକୁ ଯେମିତି ନାଚନ୍ତି, ପୁରା ପି କରି ନାଚିଲା ପରି ନାଚୁଛନ୍ତି। ମୁଁ କହିବା ପାଇଁ ଚାହେଁ, ନାଚନ୍ତୁ। କେମିତି ନାଚିବେ କହିବି?
ଜଣଙ୍କର ନମସ୍କାର ଶୁଣିକି ଜଣେ ଶିଶୁ ପେଟରେ ନାଚି ପକାଇଲା। ସେଇଠି ଗଜପତିର ବେଣ୍ଡ ପାର୍ଟିର ବାଜା ବାଜି ନାହିଁ, କିଛିଟି ସମ୍ବଲପୁରର ବେଣ୍ଡ ପାର୍ଟି ମଧ୍ୟ ଆସିଲା। ଜଣଙ୍କର ନମସ୍କାରରେ ଏତିକି ଶକ୍ତି ଥିଲା ଯେ ଗର୍ଭର ଶିଶୁ ନାଚି ଉଠିଲା। ସେଠି ଗୀତ ବି ହେଇନାହିଁ, ସେଠି କିଏ ବାକ୍ୟରେ ନଚାଇ ନାହାନ୍ତି, ସେଠି କିଏ ହେଲେ ବାଦ୍ୟ ବଜାଇ ନାହାନ୍ତି। ପବିତ୍ର ଆତ୍ମାଙ୍କର ନାଚ ହେଉ। ଆମର ସଭା ମାନଙ୍କୁ ଗୋଟେ ବେଳା ଖାଲି ସଲ ଗୁଢା ଗୁଡିରେ ପଳୁଛି, ବାକ୍ୟ ବି ହେଉନାହିଁ। ଆତ୍ମାରେ ନାଚିବା ପାଇଁ ଗୋଟେ ବେଳା ବାହାର କରନ୍ତୁ। କେବେ ହେବ ସେ କର୍ମ? ପ୍ରଭୁଙ୍କ ଲୋକମାନେ କେବେ ହେବ? ଗଜପତିର ଇତିହାସ ଯଦି ଲେଖାଯିବ, ପ୍ରତି ଜାଗାରେ ଆତ୍ମାଙ୍କର କାମ ହେଇଛି। ବୀର ଯୋଦ୍ଧା ମାନେ ଗଜପତିରେ ଥିଲେ, ଯୋଉମାନେ ଗୁପ୍ତ ପାପ ପ୍ରକାଶ କରୁଥିଲେ, ଯୋଉମାନେ ଆରୋଗ୍ୟଦାୟକ କର୍ମ କରୁଥିଲେ, ଯୋଉମାନଙ୍କର ଖଞ୍ଜଣି ବଜେଇବାର ଲୋକ ଆତ୍ମାରେ ପୂର୍ଣ୍ଣ ହଉଥିଲେ, ଯୋଉମାନଙ୍କର ପଦେ ଶବ୍ଦରେ ଲୋକମାନେ ଆତ୍ମାରେ ନାଚୁଥିଲେ, ଏବେ ଆତ୍ମାରେ ନାଚିବା ବନ୍ଦ ହେଇକି ଫିଲ୍ମି ଷ୍ଟାଇଲର ନାଚ ଷ୍ଟାର୍ଟ ହେଇଯାଇଛି। ଆଉ ସେ ନାଚରେ ମଧ୍ୟ ଅଲଗା ସେଟିଂ ବି ହେବାର ସମ୍ଭାବନା ନିଶ୍ଚୟ ଥିବ। କାହିଁକି ଭିଡିଓ ଚାଲିଛି, ସେ ନାଚର କି କ୍ରସ୍ କନେକ୍ସନ ହଉଛି ଜାଗ୍ରତ। ପରମେଶ୍ୱରଙ୍କ ସେବାରେ ଶୟତାନର କର୍ମ ନ ହେଉ, ଆତ୍ମାରେ ନାଚନ୍ତୁ। ମା ଗର୍ଭରେ ଛୁଆ ନାଚିଲା ପରି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲା ପରି ନାଚ ହେଉ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଆମେ ନାଚିବୁ ତ ଲୁକ 1:41 କରି ଟିକେ ଖାଲି ପଢି ଦିଅନ୍ତୁ। ଆଉ ଏଲିସାବେଥ ମରିୟମଙ୍କ ନମସ୍କାର ଶୁଣିବା ମାତ୍ରେ ଶିଶୁଟି ତାଙ୍କ ଗର୍ଭରେ ନାଚି ଉଠିଲା। ପୁଣି ଏଲିସାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଅତି ଉଚ୍ଚ ସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି ଧନ୍ୟ ତୁମ୍ଭ ଗର୍ଭର ଫଳ। ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ଯଦି ଆନନ୍ଦ କରିବାର ଅଛି, ଆତ୍ମାରେ ଆନନ୍ଦ। ଈଶ୍ୱରଙ୍କ ରାଜ୍ୟ ଭୋଜନ ପାନ ନୁହେଁ। ରୋମିଓ 14:17 ପଢନ୍ତୁ। କାରଣ ଈଶ୍ୱରଙ୍କ ରାଜ୍ୟ ଭୋଜନ ପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କ ଠାରେ ଆନନ୍ଦ ଆଜି ଅଟେ। ସେ ଆନନ୍ଦ ଆମେ କେତେ ପାଉଛୁ? ଦିନ ଥିଲା ମୁଁ ଶୁଣିଛି, ପ୍ରାର୍ଥନା ମିଟିଂ ମାନଙ୍କୁ ଗଲେ ଲୋକ ଆତ୍ମାରେ ଆନନ୍ଦ ପାଇକି ଆସୁଥିଲେ। ସଭା ମାନଙ୍କୁ ଗଲେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇକି ଆସୁଥିଲେ। ଆଜି କାହିଁ ସେ ଆନନ୍ଦ? ଆଜି ଷ୍ଟାଇଲ ମାରିବାକୁ ମୁଁ ଦେଖିଲି ସଭାରେ ଗୋଟେ ସେଲ୍ଫି ପଏଣ୍ଟ ବି ଅଛି। ଯାହା ହଉ କୋଉଟା ଗୋଟେ ନୂଆଟା ଷ୍ଟାର୍ଟ ହେଇଛି, ବଢିଆ ଆନନ୍ଦ ତ। ଆଉ ମୁଁ ଦେଖୁଛି ଆମର ଝିଅ ପିଲାମାନେ ସେ ଟିକିଲି ନା ବିନ୍ଦି କୋଉଟା ଗୋଟେ ସେଟାও ଲଗେଇ ଆସୁଛନ୍ତି। ସେଟା ଆମ ସଂସ୍କୃତିରେ ନଥିଲା। ଯା ହଉ ଉଦ୍ଦୀପନା ଆସିଛି। 100 ବର୍ଷରେ ଆମେ ଭଲ ଭଲଟା ଶିଖିଛୁ। କଂଗ୍ରାଚୁଲେସନ। ପ୍ରଭୁ ପିଟିବେ କଣ ଭାବୁଛନ୍ତି? ପରମେଶ୍ୱର ଉତ୍ତମ କର୍ମ ଆରମ୍ଭ କରିଛନ୍ତି, କିନ୍ତୁ ସେ ଶେଷ ଯାଏ ଠିକ ନ ରହିଲେ ତାହା ସିଦ୍ଧ କରନ୍ତି ନାହିଁ, ବିନାଶର କର୍ମ ବି କରନ୍ତି। ଆମର ଆରମ୍ଭ ଭଲ ଅଛି, ଆମର ଇତିହାସର ଶେଷ କଣ ହେବ ଜାଗ୍ରତ। ଆମେ ଫିଲିପିଓ 1:6 ଲେଖାଗଲା ସତ, ସେ ଉତ୍ତମ କର୍ମ ଆରମ୍ଭ କରିଛନ୍ତି, ଶେଷ ଦିନ ପର୍ଯ୍ୟନ୍ତ ତାହା ସିଦ୍ଧ କରିବେ ବୋଲି ପାଉଲ କହୁଛନ୍ତି। ମୋର ବିଶ୍ୱାସ, ମୁଁ ଟିକେ ଅବଜେକ୍ସନ ପକେଇବି। ପାଉଲ ବିଶ୍ୱାସ କଲେ କାହିଁକି ଫିଲିପିର ଲୋକମାନେ ସେମିତି ଥିଲେ। ବାଇବଲରେ ଏମିତି ବି ପ୍ରମାଣ ଅଛି, କାର୍ଯ୍ୟ ଭଲରେ ଆରମ୍ଭ ହେଇଛି, ଭଲରେ ଶେଷ ହେଇନାହିଁ। କାହିଁକି ଅଚାନକ ସେମାନେ ସତ୍ୟର ବାଧ୍ୟ ହେଲେ? ଇସ୍କାରିୟତ ଯିହୁଦା ପରି, ବିଲିୟମର ପଥରେ ଗଲା ପରି ଲୋକମାନେ ଯଦି ଅଧା ରାସ୍ତାରେ ବିପଥରେ ଚାଲିଯିବେ, ପରମେଶ୍ୱର ଉତ୍ତମ କର୍ମ ଆରମ୍ଭ କଲେ ହେଁ ତାହା ଶେଷ ହେବ ନାହିଁ। ଏଣୁକରି ସାବଧାନ। ପରମେଶ୍ୱର ଆନନ୍ଦ ଜନ୍ମାଇଲା ପାଇଁ
ଜନ୍ମାଇବା ପରି ସମର୍ପିତ ହୁଅନ୍ତୁ। ସେ ଆମକୁ ଆତ୍ମାରେ ନଚାନ୍ତୁ, ସେ ଆମକୁ ଆତ୍ମାରେ ନଚାନ୍ତୁ, ସେ ଆମକୁ ଆତ୍ମାରେ ଠିଆ କରନ୍ତୁ, ସେ ଆନନ୍ଦର କର୍ମ କରନ୍ତୁ। ମୁଁ ଛୋଟ ଛୋଟ ଫେଲୋସିପରେ ଦେଖିଛି, ଅଳ୍ପ ଲୋକ ଥିବେ ଗୀତ ଗାଇ ପ୍ରାର୍ଥନା କରି ଆରାଧନା କରି ପରଭାଷା କହି ପରଭାଷାରେ ଗୀତ ଗାଇ ଆତ୍ମାରେ ଆଣ୍ଠୁରେ ନାଚୁଛନ୍ତି। ଆଜି କାହିଁ ସେ ନାଚ? ଆଜି କାହିଁ ସେ ନାଚ? ଆଜି ଏମିତି ଥିଓଲୋଜି ଆସିଛି, ପରଭାଷା ପବିତ୍ର ଆତ୍ମା ଏବେ ନାହିଁ ବୁଝୁଛନ୍ତି। ଏହାର ମୀମାଂସା ହେବା ଦରକାର। ଅଛି ନା ନାଇଁ? ଗୋଟେକୁ ଧରିବା। ଆମ ଅଞ୍ଚଳରେ ଦୁଇ ପ୍ରକାର ଲୋକ ଅଛନ୍ତି। ଦଳେ କହୁଛନ୍ତି ପରଭାଷା ନାହିଁ, ପବିତ୍ର ଆତ୍ମା ନାହିଁ, ସେଟା ଆଦ୍ୟ ଶତାବ୍ଦୀରେ ଥିଲା। କିନ୍ତୁ ଆମ ଅଞ୍ଚଳରେ ପୁରୁଖା ଲୋକମାନେ ବି ଅଛନ୍ତି, ଆତ୍ମାରେ ବର୍ଷ ବର୍ଷ ଚାଲିଛନ୍ତି। ତାର ମୀମାଂସା ହେଉ। ଯଦି ହେବ ନାହିଁ ଏବେ, ପରେ ଅଡୁଆରେ ପଡିବେ ଆପଣମାନେ। ଆମର ନିଜର ଗୋଟେ ଡକ୍ଟ୍ରିନ୍ ରହିବା ଦରକାର। ମୁଁ କହିବା ପାଇଁ ଚାହେଁ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମ ପରମ ଈଶ୍ୱର ଅନ୍ତରରେ କାମ କରନ୍ତି, ଆତ୍ମାରେ ନଚାନ୍ତି। ସାଂସାରିକ ନାଚକୁ ସେ ମଣ୍ଡଳୀ ଭିତରେ ଦେଖିବାକୁ ଚାହୁଁନାହାନ୍ତି। ସେ ଆନନ୍ଦ ଦିଅନ୍ତି, ପରିତ୍ରାଣର ଆନନ୍ଦ, ପବିତ୍ର ଆତ୍ମାଙ୍କର ଆନନ୍ଦ ତାହାଙ୍କର କର୍ମ ଅଟେ। ଜଣା ପଡିବ ନାହିଁ କାହିଁକି ମୁଁ ଆଜି ଏତେ ଆନନ୍ଦ ଅନୁଭବ କରୁଛି। ଖାଲି ଆନନ୍ଦ ଉଛୁଳି ପଡୁଥିବ, ମୋ ପାନ ପାତ୍ର ଉଛୁଳି ପଡୁଛି। ଜାଣି ହେବ ନାହିଁ କାହିଁକି ସେ ଆନନ୍ଦ ପ୍ରଭୁ ଦେଇଛନ୍ତି। ଖାଇବାକୁ ଥାଉ କି ନଥାଉ, ପିନ୍ଧିବାକୁ ଥାଉ କି ନଥାଉ, ଆନନ୍ଦ ଉଛୁଳି ପଡୁଥିବ। ତାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ କାହିଁକି ସେ ଆନନ୍ଦ ଆସେ। ମୁଁ କହିବା ପାଇଁ ଚାହେଁ, ଯଦି ସେ ଆନନ୍ଦ ଆପଣ ପାଇନାହାନ୍ତି, ଖାଲି ସେଲ୍ଫି ଉଠେଇକି ସଙ୍ଗୀତ ସୁରରେ ନାଚି ଦଉଛନ୍ତି, ଆପଣ ଈଶ୍ୱରଙ୍କର କର୍ମକୁ ସମ୍ପୂର୍ଣ୍ଣ ଭାବରେ ଆସ୍ୱାଦନ କରିନାହାନ୍ତି। ପ୍ରଭୁଙ୍କ ନାମ ଧନ୍ୟ। କେତୋଟି କର୍ମ ହେଲା? 6ଟି। ସପ୍ତମ କର୍ମ ହେଲା, ପ୍ରଭୁଙ୍କ ଲୋକମାନେ ସେବା କରିବା ନିମନ୍ତେ ସେବକ ମାନଙ୍କୁ ସେ ଗଢନ୍ତି। ସେବକ ମାନଙ୍କର ସେବା କାର୍ଯ୍ୟରେ ସେ କର୍ମ କରନ୍ତି। ପଢନ୍ତୁ କଲସ୍ୟ 1:29। ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟ ସାଧକ ଶକ୍ତି ମୋ ଠାରେ ସବୁବେଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି। ପାଉଲ କହିଲେ, ମୁଁ ନିଜେ କରୁନାହିଁ, କାର୍ଯ୍ୟ ସାଧକ ଶକ୍ତି ମୋ ଠାରେ କାର୍ଯ୍ୟ କରୁଥିବାରୁ ମୁଁ ପ୍ରାଣପଣରେ ପରିଶ୍ରମ କରୁଛି। କାର୍ଯ୍ୟ ସାଧକ ଶକ୍ତି। ଯଦି କେହି ପ୍ରଚାରକ ହୋଇଛନ୍ତି, କଠୋର ପରିଶ୍ରମ କରୁଛନ୍ତି, ଏ ପରିଶ୍ରମ କେବଳ କାର୍ଯ୍ୟ ସାଧକ ଶକ୍ତି ଦ୍ୱାରା ହେଇପାରୁଛି। ପ୍ରଭୁଙ୍କ ନାମ ଧନ୍ୟବାଦ ହେଉ। ମୁଁ ମଧ୍ୟ ଏହାକୁ ଅଳ୍ପ ବହୁତ ଅନୁଭବ କରିଛି। ଦିନ ରାତି ଯାତ୍ରା କରିକି କେବେ ଦେହ ପ୍ରାୟ ଖରାପ ହେବାକୁ ପ୍ରଭୁ ଦେଇନାହାନ୍ତି। ଏହା ତାଙ୍କ କାର୍ଯ୍ୟ ସାଧକ ଶକ୍ତି। ସବୁ ସପ୍ତାହରେ ଭିନ୍ନ ଭିନ୍ନ ଜାଗାର ପାଣି ପବନ। ଦିନେ ମତେ ଜଣେ ଭଦ୍ର ବ୍ୟକ୍ତି କହିଲେ, ଆମେ ଆସିଥିଲୁ ମୋହନା, ଗୋଟେ ସେମିନାର ଚାଲିଥିଲା। ଜଣେ ଭଦ୍ର ଲୋକ, ଶୁଭାକାଂକ୍ଷୀ ଲୋକ କହିଲେ, ପାଳକ ବାବୁ, ମୁଁ ନା ଗଜପତି ଆସିଲେ ମ୍ୟାଲେରିଆ ଟାବଲେଟ ଖାଇଦିଏ। ଆଗରେ ଗୋଟେ ଖାଇଦିଏ, 10 ଦିନ ପରେ ଆଉ ଗୋଟେ ଖାଇଦିଏ। ଆପଣଙ୍କୁ ଖାଇଦିଅନ୍ତୁ। ମୁଁ କହିଲି କାହିଁକି? ନାଇଁ ମୋ ଗଜପତିରେ ମ୍ୟାଲେରିଆ ହେଉଛି। ମୁଁ କହିଲି, ଆଜ୍ଞା ଏବେ ସିନା ଆପଣ ମ୍ୟାଲେରିଆ ଟାବଲେଟ ଦେବେ, ସବୁଦିନ କିଏ ଦେବ? ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି। 2010ରେ ସେରଙ୍ଗ ଆସିଲି, ତାପରେ ଜିରାଙ୍ଗ, ତାପରେ କେଶିପୁର, ତାପରେ କୋମୁଳସିଂ। ଏମିତି ହେଇକି 15 ବର୍ଷ 16 ବର୍ଷ ହେଲା ଆପଣମାନଙ୍କ ଗହଣରେ ଦିନେ ହେଲେ ମ୍ୟାଲେରିଆ ହେବାକୁ ଦେଇନାହାନ୍ତି। ତାଳି ଟିକେ ଜୋରରେ ବଜାନ୍ତୁ ବାପାଙ୍କ ପାଇଁ, ସିଏ କାମ କରନ୍ତି। ବୋଲୋ ୟେଶୁ ମହାରାଜ କି। ଏ ମାଇକ୍ ବି ଠିକ ନଥିବାକୁ ଗଳା ବି ବସିବା।
ହାଲେଲୁୟା। ଯଦି ଆମେ କିଛି ବି ସେବା କରିପାରିଛୁ ତାଙ୍କ କାର୍ଯ୍ୟ ସାଧକ ଶକ୍ତି, ଆମର ବଳ ନାହିଁ। ଜଣେ ଭାଇ କାଲି କହୁଥିଲେ ହସ୍ପିଟାଲର ସବୁ ବେଡରେ ମୋର ନାଁ ରେକର୍ଡ ଅଛି, ମ୍ୟାଲେରିଆ ଟାଇଫଏଡ ସବୁ ରୋଗ ପାଇଁ, କିନ୍ତୁ ଯେବେଠୁ ପ୍ରଭୁଙ୍କ ସେବକ ମାନେ ଆସିଲେ, ସେବା ଷ୍ଟାର୍ଟ ହେଲା, ଆଉ ମ୍ୟାଲେରିଆ ନାହିଁ କି ଟାଇଫଏଡ ନାହିଁ। ତାଙ୍କ କାର୍ଯ୍ୟ ସାଧକ ଶକ୍ତି ଆଜ୍ଞା, ଆମର ବଳ ନାହିଁ, ଶକ୍ତି ନାହିଁ, ଆମେ ଦୁର୍ବଳ। ଯଦି ଆମେ କିଛି ବି ସେବା କରିପାରୁଛୁ, ହାଲେଲୁୟା। ମୋ ପରିଚ୍ଛାଦିଆକୁ ପଚାରିଲି, ଆଜ୍ଞା ବାରି କରି ଚାଲୁଛନ୍ତି କିନ୍ତୁ ଠିଆ ହେଲେ ଜଣା ପଡୁନି। ନାହିଁ ବାବୁ, ଠିଆ ହେଲେ ବଳ ଆସିଯାଉଛି। ଏଇଟା ହଉଛି କାର୍ଯ୍ୟ ସାଧକ ଶକ୍ତି। ହାଲେଲୁୟା, ପ୍ରେଜ ଦ ଲର୍ଡ। ଆମ स्त्री दिने पचारले, परमेश्वर आपको डायनासोर का लीवर दिया है। मैं बोला ऐसा क्यों बोलती हो? अरे कुछ भी खाते हो तो हजम हो जाता है। ମୁଁ କହିବା ପାଇଁ ଚାହେଁ, ମୋ ପାଇଁ ନାହିଁ, ଆମ ପ୍ରଭୁ ଆମକୁ ଶକ୍ତି ଦିଅନ୍ତି ଆଜ୍ଞା, ନହେଲେ ଆମେ ବଞ୍ଚି ପାରିବୁ ନାହିଁ, ସେବା କରିପାରିବୁ ନାହିଁ। ଯଦି ଆମେ କିଛି ବି ସେବା କରୁଛୁ ତାଙ୍କ କାର୍ଯ୍ୟ ସାଧକ ଶକ୍ତି ଅଟେ। ଆମର ବଳ ନାହିଁ, ଆମେ ଦୁର୍ବଳ, ଆମେ ରୁଗ୍ଣ, ଆମେ ଅକର୍ମଣ୍ୟ। ଆଜ୍ଞାଙ୍କର ପ୍ରଥମ ଦିନ ବାକ୍ୟ ମୁଁ ଶୁଣୁଥିଲି, ମୋର ପରି ଦରମରା ଲୋକ ଆପଣ ମାନେ ଠିଆ କରିଛନ୍ତି। ଆମେ ଶରୀର ଭାବରେ ଦରମରା ହେଇପାରୁ କିନ୍ତୁ ଆତ୍ମାରେ ବଳବାନ, ଯେହେତୁ ତାଙ୍କ କାର୍ଯ୍ୟ ସାଧକ ଶକ୍ତି ଆମକୁ ଦୁର୍ବଳ ହେବାକୁ ଦେବ। ଏଣୁ ଯଦି ଆଜି ସମ୍ମିଳନୀରେ ଏତେ ମହାନ ମହାନ ଲୋକମାନେ ସେବା କରିଛନ୍ତି, ମୁଁ କୁଇ କ୍ଷେତ୍ରକୁ ଗଲେ କହୁଛନ୍ତି ଅମୁକ ଆଜ୍ଞା ଆସିକି ଆମକୁ ପରିବର୍ତ୍ତନ କଲେ, ସିଆଡେ ଗୁଡାହାରୀ ଅଞ୍ଚଳ ଗଲେ କହୁଛନ୍ତି, ସିଆଡେ ମୋହନା ଅଞ୍ଚଳ ଗଲେ କହୁଛନ୍ତି, ଆଉ ସବୁ ଅଞ୍ଚଳକୁ ଏଇ ମାଟିରୁ ଏଇ ଜିଲ୍ଲାରୁ ପ୍ରଭୁ ଲୋକମାନଙ୍କୁ ପଠାଇ ବିଂଶୋଗ ବାଘ ଭାଲୁ ଭିତରେ, ଶୟତାନ ଭିତରେ, ଗୁଣି ମନ୍ତ୍ର ତନ୍ତ୍ର ଭିତରେ ପ୍ରଭୁ ଜୀବନ ଦେଇ ସୁରକ୍ଷା ଦେଇ ମଣ୍ଡଳୀ ସ୍ଥାପନ କରାଇଛନ୍ତି। ଏହା ତାହାଙ୍କର କାର୍ଯ୍ୟ ସାଧକ ଶକ୍ତି। ଆମେ ଖୁସି ହେଉଛୁ ଯେ ଏବେ ସେ ଶକ୍ତି ଅଛି ତ ଆମ ପାଖରେ, ନା ଖାଲି ଏବେ ହାଲେଲୁୟା କହ, ଏବେ ବି ସେ ଶକ୍ତି କାମ କରିବା ଦରକାର। ଯାହା ମୁଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦିଏ ଗो और सेंड ପାଇଁ। गो और सेंड में ମୁଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦିଏ, ଯାହା ଆଉ ଥରେ ସମ୍ମିଳନୀରେ ଆତ୍ମା ଲାଭର ନିଆଁ ଆଉ ଥରେ ପ୍ରଜ୍ୱଳିତ ହେଲା। ମୁଁ କହିବା ପାଇଁ ଚାହେଁ, ଆପଣ ମାନେ ଫୁଲ ଫେଥ ସପୋର୍ଟ କରନ୍ତୁ। ଆତ୍ମା ଲାଭ ହେଉ, କେତେବେଳେ ଯୀଶୁ ଆସିଯିବେ ଆମେ ଜାଣୁନାହୁଁ। ଆଗାମୀ ବର୍ଷ ବଡ ସଭା ହେବ ବୋଲିକି ଗ୍ୟାରେଣ୍ଟି ବି କିଛି ନାହିଁ। ଯଦି ଯୀଶୁ ଆସିଯିବେ ତା ଆଗରୁ ପ୍ରଭୁଙ୍କ ରାଜ୍ୟ ପାଇଁ ପରିଶ୍ରମ କରୁ। ଯଦି କିଛି କରିପାରୁଛନ୍ତି ତାହା ଈଶ୍ୱରଙ୍କର କାର୍ଯ୍ୟ ଅଟେ। ଏହା ହେଲା ସପ୍ତମ କାର୍ଯ୍ୟ। ଅଷ୍ଟମ କାର୍ଯ୍ୟ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପାଠ ନ ପଢିକି ଅଯୋଗ୍ୟ ହେଇକି ଯୋଗ୍ୟ ପାଣ୍ଡିତ୍ୟ ହାସଲ କରିବା ଈଶ୍ୱରଙ୍କ କର୍ମ ଅଟେ। ପଢନ୍ତୁ ଯୋହନ ସୁସମାଚାର 7 ଅଧ୍ୟାୟର 15 ପଦ ଆଉ 21 ପଦ। ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢି କିପରି ପଣ୍ଡିତ ହେଲା? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ। ଯୀଶୁ ଖ୍ରୀଷ୍ଟ ପାଠ ନ ପଢିକି ଏତେ ବିରାଟ ବଡ ବଡ ପଣ୍ଡିତ ମାନଙ୍କର ପାଣ୍ଡିତ୍ୟ ପଣିଆକୁ ନିରୁତ୍ତର କରିଦଉଥିଲେ, ଆଉ ଯୀଶୁ କହୁଛନ୍ତି ତୁମେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଦେଖି ନିରୁତ୍ତର ହେଇଗଲା। ଶୁଣନ୍ତୁ, ଏହା ଆମ ପ୍ରଭୁଙ୍କର ଆଶ୍ଚର୍ଯ୍ୟ କର୍ମ। ଆପଣ ପାଠ ଯଦି କୌଣସି କାରଣରୁ ପଢି ପାରିଲେ ନାହିଁ, ଯଦି ପ୍ରଭୁଙ୍କର ଦୟା ବର୍ତ୍ତିବ, ପ୍ରଭୁଙ୍କର କର୍ମ ହେବ, ପଣ୍ଡିତ ମାନଙ୍କ ମୁଖ ବନ୍ଦ କଲା ପରେ ପ୍ରଭୁ ଜ୍ଞାନ ଆପଣଙ୍କୁ ଦେବେ। ଆଜ୍ଞା ଯୋସେଫ କୋ ୟୁନିଭର୍ସିଟିରେ ପଢିଥିଲା? ମିଶର ଦେଶକୁ ଯାଇକି ଫାରୋଙ୍କ ସାମ୍ନାରେ ବୁଦ୍ଧିମାନ ଦେଖାଗଲା, ରାତାରାତି ବନ୍ଦୀ ଗୃହରୁ ପ୍ରଧାନମନ୍ତ୍ରୀ ପଦକୁ ଚାଲି ଯାଇଛି। ଅଯୋଗ୍ୟ ଲୋକକୁ ସେ ଯୋଗ୍ୟ କରନ୍ତି, ଏହା ଈଶ୍ୱରଙ୍କର କର୍ମ। ବସଲେଲ ଅହଲିଆ,
ଏମାନେ ପାଳ ବୋହିବା ଲୋକମାନେ ମିଶ୍ର ଦେଶରେ, ଭାର ବୋହିବା ଲୋକମାନେ, ଏମାନେ ସୁନା କାମ, ରୂପା କାମ, ପିତ୍ତଳ କର୍ମ, ମଣି କାଟିବା କାମ, ଏମାନେ ଖୋଦନ କର୍ମ ମିଶ୍ର ଦେଶରେ କରିନାହାନ୍ତି। ତାଙ୍କର ଅନୁଭୂତି ନାହିଁ। ଏମାନେ ମିଶ୍ର ଦେଶରେ ଇଟା ବନାଇବା ଲୋକମାନେ, ପାଳ ବୋହିବା ଲୋକମାନେ। କିନ୍ତୁ ଲେଖା ଅଛି ସଦାପ୍ରଭୁଙ୍କୁ ଆତ୍ମା ଅଧିଷ୍ଠାନ କରନ୍ତି। ସେମାନେ କର୍ମ ନୈପୁଣ୍ୟଦାୟକ ଜ୍ଞାନ ଆତ୍ମାରେ ପୂର୍ଣ୍ଣ ହେଲେ। ଆଉ ସମାଗମ ତମ୍ବୁ ତିଆରି କଲେ। ମୁଁ କହିବା ପାଇଁ ଚାହେଁ, ଅଯୋଗ୍ୟ ବ୍ୟକ୍ତିକୁ ପ୍ରଭୁ ଏମିତି କରିଦିଅନ୍ତି ଯେ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ସେବା ନିମନ୍ତେ ସେମାନେ ଯୋଗ୍ୟ ହେଇଯାନ୍ତି। ଦେଶରେ ଦୁର୍ଭିକ୍ଷ ପଡ଼ିଲା, ପାଣି ନାହିଁ କି ବର୍ଷା ନାହିଁ, କିନ୍ତୁ ବିନା ପାଣିରେ ମଧ୍ୟ ସେ ଦେଶରେ 100 ଗୁଣ ଫସଲ ଲାଭ କଲେ। ସେ ହେଉଛନ୍ତି ଇସାକ। ମୋର କହିବାର ଭାବ, ଈଶ୍ୱରଙ୍କ ଲୋକମାନେ ଯଦି ପରମେଶ୍ୱର କାମ କରିବେ, ଆପଣଙ୍କର ସବୁ ଅଯୋଗ୍ୟତା ଲୁଚିଯିବ। ଆପଣ ଅଯୋଗ୍ୟ ଦେଖାଯିବେ ନାହିଁ, ଆପଣ ଯୋଗ୍ୟ ବୋଲି ଗଣାଯିବେ। ଏଣୁ କେବେ ଭାବନ୍ତୁ ନାହିଁ ପ୍ରଭୁ ମୂର୍ଖ ମାନଙ୍କୁ ମନ୍ନିତ କଲେ ମୂର୍ଖ ହେଇ ରହିବା ପାଇଁ। ନୁହଁ, ସେ ମୂର୍ଖ ମାନଙ୍କୁ ମନ୍ନିତ କଲେ ଜ୍ଞାନୀ କରି ରଖିବା ପାଇଁ, ବ୍ୟବହାର କରିବା ପାଇଁ। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଶେଷ କଥାଟି ମୁଁ କହିବି, ଈଶ୍ୱରଙ୍କ ଲୋକମାନେ ପରମେଶ୍ୱର କର୍ମ କରନ୍ତି, ବିଚାରର କର୍ମ କରନ୍ତି। ନବମ କଥା, ଦଶମ କଥା ଖାଲି ପଢି ଦିଅନ୍ତୁ। ସେ ଏକ ଦେଶକୁ ବି ନିର୍ମାଣ କରନ୍ତି, ବିନାଶ ବି କରନ୍ତି। ଏହା ତାହାଙ୍କର କର୍ମ। ପଢି ଦିଅନ୍ତୁ ଯିଶାୟ 19:25। କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରି କହିଅଛନ୍ତି, ଆମ୍ଭର ଲୋକ ମିଶ୍ର ଓ ଆମ୍ଭର ହସ୍ତକୃତ କର୍ମ ଅସୁର ଓ ଆମ୍ଭର ଅଧିକାର ଇସ୍ରାଏଲର ଆଶୀର୍ବାଦ ଯୁକ୍ତ ହେନ୍ତୁ। ଏକ ଦେଶ ସଦାପ୍ରଭୁଙ୍କର କର୍ମ ଅଟେ। ଏହାକୁ ବର୍ଣ୍ଣନା କରିବି ନାହିଁ। ଆମେ ଓଡ଼ିଶା ବାହାରେ ବହୁତ ବୁଲିଛୁ, ସେବା କରୁଛୁ, କିନ୍ତୁ ସବୁ ଜାଗାରେ ପ୍ରଭୁଙ୍କର କର୍ମ ଦେଖାଯାଉ ନାହିଁ। କିଛି କିଛି ଜାଗା ଅଛି, ଗାଁ ଗାଁରେ ବଡ ବଡ ମଣ୍ଡଳୀ, ଗାଁ ଗାଁରେ ପ୍ରଭୁଙ୍କ କର୍ମ ଦେଖାଯାଉଛି। ନବମ ହେଲା, ଗୋଟିଏ ଦେଶ ପାଇଁ ଈଶ୍ୱରଙ୍କର କର୍ମ। ବର୍ଣ୍ଣନା କରିବା ପାଇଁ ସମୟ ନାହିଁ। ଶେଷ କଥା ଟିକେ କହିକି ସମାପ୍ତ କରିବି। ପରମେଶ୍ୱର ବିଚାରର କର୍ମ କରନ୍ତି। ଗୀତ ସଂହିତା ବାହାର କରନ୍ତୁ, 111 ଗୀତ 7 ପଦ। ତାହାଙ୍କ ହସ୍ତର କର୍ମ ସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧି ସକଳ ଅଟଳ। ଆମ ପରମେଶ୍ୱରଙ୍କର କର୍ମ। ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ, ସେ ବିଶ୍ୱାସର କର୍ମ କରନ୍ତି, ସେ ସୃଷ୍ଟି କରନ୍ତି, ସେ ରକ୍ଷା କରନ୍ତି, ସେ ଉଦ୍ଧାର କରନ୍ତି, ସେ ଆଶ୍ଚର୍ଯ୍ୟ କର୍ମ କରନ୍ତି, ସେ ଆନନ୍ଦର କର୍ମ କରନ୍ତି, ସୁରକ୍ଷାର କର୍ମ କରନ୍ତି, ସେ ଆଜ୍ଞା ବହେବା ନିମନ୍ତେ ଅନ୍ତରରେ କାମ କରନ୍ତି, ସେବା କରିବା ପାଇଁ, ସେ ପ୍ରାଣପଣ କରିବା ପାଇଁ କାମ କରନ୍ତି। ଆଉ ଯଦି ଆମେ ପରିବର୍ତ୍ତନ ହେଲୁ ନାହିଁ, ସେ ନ୍ୟାୟ ବିଚାର କରି ଦଣ୍ଡର କର୍ମ ବି କରନ୍ତି। ସେ ନ୍ୟାୟ ବିଚାର କର୍ମ କରନ୍ତି। ପ୍ରଭୁଙ୍କ ଲୋକମାନେ ବିଚାର ଦିନରେ ପ୍ରତ୍ୟେକର କର୍ମକୁ ସେ ଅଗ୍ନିରେ ପରୀକ୍ଷା କରିବେ। ଆଉ ପ୍ରତ୍ୟେକର କର୍ମକୁ ଅଗ୍ନିରେ ପରୀକ୍ଷା କରାଗଲା ବେଳେ ଗୋଟିଏ ପଦ ପଢନ୍ତୁ, ଶେଷ କରିବା। ପ୍ରଥମ କରିନ୍ତି 3:12। କିନ୍ତୁ ଯଦି କେହି ସେହି ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ, ତାହାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର ତାହା ପ୍ରକାଶ ପାଇବ, କାରଣ ସେହି ଦିନ ତାହା ପ୍ରକାଶ କରିବ, ଯେଣୁ ସେହି ଦିନ ଅଗ୍ନି ସହିତ ପ୍ରକାଶିତ ହେବ। ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର ସେହି ଅଗ୍ନି ପରୀକ୍ଷା କରିବ। ପ୍ରତ୍ୟେକ ଲୋକର କର୍ମକୁ ଈଶ୍ୱରଙ୍କର ଅଗ୍ନି ପରୀକ୍ଷା କରିବ। ଆମ ପରମେଶ୍ୱର ବିଚାରର କର୍ମ ବିଚାର ଦିନରେ କରିବେ। ଏବେ ଦୟାର କର୍ମ କରୁଛନ୍ତି, ଏବେ କ୍ଷମାର କର୍ମ କରୁଛନ୍ତି, ଏବେ ଅନ୍ତରରେ କାମ କରୁଛନ୍ତି, ଏବେ ସାହାଯ୍ୟର କର୍ମ କରୁଛନ୍ତି। ଯଦି ଆମେ ପରିବର୍ତ୍ତନ ହେବା ନାହିଁ,
गोटे दिन आसीब विचारर कर्म कला बेले से काहारी मुखापेक्षा करिबे से निरपेक्ष विचार करिवे आ प्रत्येक लोकर जीवन गोटे गोटे घर तुल्य देखाजिवो आ सेठारे 6 प्रकार धातुरे तयारी घर कथा लिखा अछि गोटे हेला काठ गोटे हेला छण आ गोटे हेला घास आ गोटे हेला सुना आ गोटे रूपा आ गोटे बहुमूल्य पत्थर जदि याको दुई भाग करिबा काहा सम्मुखरे अग्निर परीक्षा आसिला बेले से माने तिष्टि पारिबे छण काठ घास अग्नि को सही पारिबो नाही आपण जदि काठ परि जीवन बितेइछन्ति छण परि जीवन बितेइछन्ति कोन आज्ञा काठ काठ मृत होते मृत ख्रिस्टीय जीवन पापर पूर्ण जीवन मृत विचार दिन में परमेश्वर काहारी की दया करिवे नाही आज से दयार कर्म करूछंती समय मो पाखरे नाही मु एठारे समाप्त करिबा पई बाध्य हेउछि प्रिय ईश्वर लोक माने आज तांकर क्रूसर कर्म रे विश्वास करू तांको आत्मा को कर्म को स्वागत करू तांको अनुग्रह कर्म ऊपर आउसी पड़ू आपण आपना को परिवर्तन करू अब्राहम सहित चाली चाली गला बेले 18 17 पदरे प्रभु कहिले अब्राहम आमे जहा करिबा पई उद्यत जहा करिबा पई उद्यत कोन करिबा पई उद्यत थिले सदोम गमोरा को विनाश ता माने प्रभु विनाश करिवार कर्म भी करंचे सदोम गमोरा रे जते बेले अग्नि वृष्टि हला आजी जाए से अंचल रे पुनी घास बडू नाही मृत सागर उत्पन्न हो गला सुनंदु आम प्रभु मंगलर कर्म भी करंचे जदि आमे अनुताप करी फेरी आसीबा जदि नाही शक्त ग्रीव हेबा से विनाशर कर्म भी करंचे आसंतु चक्षु बंद करू समस्त चक्षु बंद करू A sharp minor 5 मिनिट जदि प्रभु आपण को कथा कहछ शिवरंजनी जीसु को हो जीसु को पाई सा वेदना बुझिब तोर एका तोर जीसु सुंदर एका तोर जीसु सुंदर ए दुनिया पारा पारे केही नोइया पोणारो आहे प्रिय जन मोरो ए दुनिया पारा पारे केही नोइ आपणारो आहे प्रिय जन मोरो संसार माया शांतिमय
ଯାଉଛି ସଂସାର ମାୟାରେ ଶାନ୍ତିମୟ ପଥ ଯାଉଛି তো বিবেচনা তো বিবেচনা পরে নহিব বেদনা বুঝিব একাতর শিশু সুন্দর একাতর শিশু সুন্দর এ দুনিয়া পারাবারে কেহি নহইয়া তোমারে আহে প্রিয়জন মোর এ দুনিয়া পারাবারে কেহি নহই আপনারে আহে প্রিয়জন মোর আহে প্রিয়জন মোর আহে প্রিয়জন ସ୍ୱର୍ଗୀୟ ପିତା ବାପା ତୁମେ ଆମ ଅନ୍ତରରେ କାର୍ଯ୍ୟ ସାଧନ କରିଛ ପ୍ରଭୁ ବିଶ୍ୱାସର କାର୍ଯ୍ୟ ପରିତ୍ରାଣର କାର୍ଯ୍ୟ ହାଲେଲୁୟା ତୁମରି ସୁରକ୍ଷାର କାର୍ଯ୍ୟ ସାଧନ କରିଛ ପ୍ରଭୁ ଅନନ୍ତ ଜୀବନର କାର୍ଯ୍ୟ ସାଧନ କରିଛ ପ୍ରଭୁ ଯଦି ଆମେ ପରିବର୍ତ୍ତନ ହେବୁ ନାହିଁ ରାଜା ବିଚାର ଦିନରେ ବିନାଶର କର୍ମ ବି ହେଇପାରେ ଏଣୁ ଆପଣଙ୍କୁ ସଜାଡ଼ିବା ପାଇଁ ସାହାଯ୍ୟ କର ପ୍ରଭୁ ତୁମ ଆତ୍ମାଙ୍କର କର୍ମ ହେଉ ତୁମ ସତ୍ୟ କର୍ମ ହେଉ ପରିବର୍ତ୍ତନର କର୍ମ ହେଉ ପ୍ରଭୁ ହାଲେଲୁୟା ତୁମେ ଆମମାନଙ୍କର ସହକର୍ମୀ ହେଇ କର୍ମ କରୁଛ ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ ବିଚାର ଦିନରେ ଆମର ସକଳ କର୍ମର ଫଳ ହିଁ ଆମେ ପାଇବୁ ଏଣୁ ତୁମ କର୍ମ ଯଦି ଆମଠାରେ ଦେଖାଯିବ ନାହିଁ ଯଦି ଅନ୍ଧକାରର କର୍ମ ଦେଖାଯିବ ଶରୀରର କର୍ମ ଦେଖାଯିବ ପ୍ରଭୁ ଆମେ ବିନଷ୍ଟ ହେଇଯିବୁ ରାଜା ଆମକୁ ସଜାଡ଼ ପ୍ରଭୁ ଦୟା କର କ୍ଷମା କର ଏହି ପ୍ରାର୍ଥନା ଶୁଣିଲ ବୋଲି ଧନ୍ୟବାଦ ଦେଉଛି ଯୀଶୁଙ୍କ ନାମରେ